बसुदेवपुर पौरपालिकार सत्संग विहारଠାରେ ଥିବା ଲୋକନାଥ ପାଠାଗାରରେ ମଧୁବାବୁଙ୍କ ଜୟନ୍ତୀ ପାଳିତ ହୋଇଛି। ପାଠାଗାର ପରିସରରେ ସଭାପତି ଶିକ୍ଷାବିତ୍ ସଦାନନ୍ଦ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଅତିଥି ଭାବେ ସୁଧାଂଶୁ ଶେଖର ମିଶ୍ର, ଆଇନଜୀବୀ ସ୍ମୃତି ରଞ୍ଜନ ପଳିତା, କବି ଦୟାନିଧି ସାହୁ, ରଞ୍ଜିତ କୁମାର ସେଠୀ ଓ ପାଠାଗାରର ପ୍ରତିଷ୍ଠାତା ସଂଗ୍ରାହକ ବିକାଶ କୁମାର ଶତପଥୀ ପ୍ରମୁଖ ଯୋଗଦେଇ ପିଲାମାନଙ୍କୁ ପଗଡ଼ି ପୁରୁଷ ତଥା ସ୍ୱାଭିମାନୀ ମଧୁ ବାରିଷ୍ଟରଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ବିଦ୍ୟାଶ୍ରୀ ଷ୍ଟଡି ପଏଣ୍ଟର ଛାତ୍ରଛାତ୍ରୀମାନେ ବହୁ ସଂଖ୍ୟାରେ ଯୋଗଦେଇ ପାଠାଗାର ଓ ସଂଗ୍ରହାଳୟ ପରିଦର୍ଶନ କରିବା ସହ ମଧୁବାବୁଙ୍କ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ପାଠାଗାର ପକ୍ଷରୁ 4 ବର୍ଷର ବିସ୍ମୟ ବାଳକ ଶ୍ରେୟାଂଶ ଆଶ୍ୱ ଦାସଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ତାଙ୍କ ପିତା ମନୋଜ କୁମାର ଦାସ ଓ ମାତା ସୁଜାତା ଦାସ ଉଭୟ ଉପସ୍ଥିତ ରହି ପ୍ରତି ଅଭିଭାବକମାନେ କିପରି ନିଜ ସନ୍ତାନକୁ ମେଧାବୀ, ଜିଜ୍ଞାସୁ ଓ ସଂସ୍କାରିତ କରିପାରିବେ ସେ ସମ୍ପର୍କରେ ନିଜର ଅନୁଭୂତି ବଖାଣିଥିଲେ। ପିଲାମାନଙ୍କୁ ମଧୁବାବୁ ତଥା ଅନ୍ୟ ବରପୁତ୍ରମାନଙ୍କ ଜୀବନୀ ପୁସ୍ତକ ପାଠାଗାର ପକ୍ଷରୁ ନିଃଶୁଳ୍କ ଭାବେ ମାଗଣା ପଠନ କରିବା ପାଇଁ ଦିଆଯାଇଥିଲା। ବିନମ୍ର କୁମାର ଶତପଥୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ମୋ ନାଁ ହେଉଛି ଅନିତା ବାରିକ। 10th କ୍ଲାସ୍। ଟ୍ୟୁସନ୍ ଆସିଥିଲୁ, ତାପରେ ବିକାଶ ସାର୍ କହିଲେ ଯେ ଆଜି ଏଇଠୁ ଟିକେ ପାଳନ ହେବ ମଧୁସୂଦନ ଦାସଙ୍କର ଜୟନ୍ତୀ। ଆମେ ଜାଣିନଥିଲୁ ଯେ ଏତେ ଲୋକ ଆସିବେ ବୋଲି। ଆମେ ସବୁ ଷ୍ଟୁଡେଣ୍ଟ ସବୁ ଆସିଥିଲୁ, ଆମ ସାର୍ ବି ଆସିଥିଲେ, କିନ୍ତୁ ସାର୍ଙ୍କର କାମ ଯେହେତୁ ସାର୍ ପଳେଇଲେ। ତାପରେ ସାର୍ ଗୋଟେ ଛୋଟ କୁନି ପିଲାଟାକୁ ଡାକିଥିଲେ ଅତିଥି ହିସାବରେ। ଆମେ ବି ଜାଣିନଥିଲୁ ଯେ ସେ କ'ଣ କହିବ, ଆମେ ବି ଜାଣିନଥିଲୁ। ତ ସେ ବହୁତ କଥା ଶିଖିଛି ଯୋଉଟାକି ଆମେ ବି ଏପର୍ଯ୍ୟନ୍ତ ଜାଣିନୁ। ଆମକୁ ସେଇଟା ଜାଣିବାର ଆବଶ୍ୟକତା ଅଛି, ଯୋଉଟାକି ଆମେ ତାଠାରୁ ପ୍ରେରଣା ପାଇବୁ। ଏତିକି ବାସ୍ ମୁଁ କହିବି ଯେ ସେ ଯଦି ବହୁତ କିଛି ରାଜ୍ୟ, ଦେଶ, ଜିଲ୍ଲା ଏମିତିକି ଶ୍ଲୋକ ବି ବହୁତ ଶିଖିଛନ୍ତି, ଯୋଉଟା ମାନେ ବୈଜ୍ଞାନିକ ମାନଙ୍କ ବିଷୟରେ ବି ସେ କହିପାରୁଛନ୍ତି। ବହୁତ କିଛି ଶିଖିଛନ୍ତି ଯୋଉଟାକି ତାଙ୍କୁ ଆଗାମୀ ଦିନରେ କିଛି ଗୋଟେ କରିବା ପାଇଁ ସାହାଯ୍ୟ କରିବ। ବ୍ୟୁରୋ ରିପୋର୍ଟ, ପ୍ରୟାସ ନ୍ୟୁଜ।